সানা ভাই ভাইরা বাবু কত কত দেখিলা ভাইয়া মনে হচ্ছে ଦେଖିଦେବ ଥରେ ନୁହ ବାରମ୍ବାର ଦେଖିଥିବ ଆମେ କଣ ଲୋକାଲ ଫିଗର ଆମେ ନ୍ୟାସନାଲ ଫିଗର ହଁ ଦେଖିଦେବ ଭଲ ହେଲା ଦେଖିଦେବ ଯଦି ତମେ ପେପର ପଢୁଥିବ ତାହେଲେ ମତେ ତମେ ଦେଖିଥିବ ଆମ ଭାରତର ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀ ତାଙ୍କରି ମର୍ଡର କେସରେ ମୁଁ ପେପରରେ ଡେଲି ଭାବୁଥିଲି କିଏ ଖାଲି ସେତିକି ଇରାକ ରାଷ୍ଟ୍ରପତି ବିମାନ ଦୁର୍ଘଟଣାରେ ମଲେ ଟୋଟାଲ ସେ ଜାହାଜ ଭସ୍ମ ହେଇଗଲା ପୁରା 500 সেই কেসের মু আজ তক টিভিরে ভাবছি তু আউ পা তুমি চিনি পারলো কোন ইয়ে পা হায়দর ভাই হায়দর ইয়ে ও বাবা তাকে গঞ্জে লেখা আছে দেখুন এটা বলিল ভাইরা হায়দর ইয়ে হায়দর ডান হাত লো বাবা জানো না ये लंबा ये लंबा पे तू तुम्हें जाने से पे डेली रात्रि मुझे वीडियो कॉल देखो जाते ये लंबा लो बाबा हां मु जूम करके देखे आई शुक्रवार आई सवारी देखैछि लंबा माने भुजाली नो पकेट छुरी इले हे इले तू सेई ना ये तमे सेई ना हम ओलिरानी घहिता मथुरी भी सा देखो भाई रुकन को बापा को चिन्नी चलो চিনিছি মানে তো বাপার মোর 20 বর্ষ তলর সম্পর্ক বাপা দেখো ভাই কেতে স্মরণ শক্তি দেখুছিলো 20 বছর তলর কথা সে মনে রাখছ এ 20 বর্ষ করবে সে 20 বর্ষ হেই কিসো এতে 200 বর্ষ তলর আপা দিব দেখিনা তা মতে চিনি পকেই থান্তা কেমিতি আমার সম্পর্ক সেই বলে না আমার সম্পর্ক পুরা ভারী মধুর সম্পর্ক এ বাবা সে সম্পর্ক কথা মনে পকানা সে যে সম্পর্ক কথা মনে পড়লে মো দেহ লুচি যাবে আউ লুচি বলে আমার কোন যাইতাই সম্পর্ক আমার বাইগণ পিয়ারি সম্পর্ক ମୋ ବାପା ସାଙ୍ଗେ ତମର ବାଇଗଣ କିଆରି ସମ୍ପର୍କ ନା না না ଗାଁ ଲୋକ ହିସାବ ସେ ସମ୍ପର୍କ ଅଲଗା ସେ ଗାଁ ହିସାବରେ ଆମର ସେ ମୋ ବୁଢା ବା ସେ ମୋ ବୁଢା ବା ହଁ ନା ମୋ ବାପା ସୁଚର କରିଦେଇଛି ବନ୍ଧୁ ଆସିଆ ସେଠି ପିଇସା ଡାକୁଛି ମୁଁ ଆଉ ବୁଢା ମାନେ କୋନ ପିଇସା ସେଇ ହିସାବରେ ସମ୍ପର୍କ କିନ୍ତୁ ବାଇଗଣ କିଆରେ ଯୋଉ ସମ୍ପର୍କ ସେ ସମ୍ପର୍କ ଆମର ଗଭୀରରୁ ଗଭୀରତମ ତାହେଲେ ଚାଲ ଆମେ ବି ସେ ବାଇଗଣ କିଆରି ଯିବା ଏସି ଛତରା ପକା ବାହାରେ ଠିକ ଅଛି ବାଇଗଣ ବିଷୟରେ ତର୍ଜମା କର ଗବେଷଣା କର ବିଶ୍ଳେଷଣ କର ଅନୁଧ୍ୟାନ କର ଭାବ ଚିନ୍ତ ତାପରେ ତମେ କହିବ ମୁଁ ବାଇଗଣ କିଆରି ଯିବା ଉଚିତ ତାହେଲେ ଠିକ ଅଛି ମତେ ବାଇଗଣ କିଆରି ଗପ କୁହଲୋ ମୁଁ ଗପଟା କହିବି ଛୋଟିଆ ଛୋଟେ ଭଲ ଗପ ସିକ୍ୱେନ୍ସ ଅଛି କିନ୍ତୁ ମନେ ରଖିଲେ ତମର ଉପକାର ପରୀକ୍ଷାରେ ପଡ଼ିପାରେ ନହେଲେ କିଚେନ ରୁମରେ କାମ ଦେଇପାରେ ଇସା ମୁଁ କହିବି କିନ୍ତୁ ମୋର ଅଭ୍ୟାସ ଅଛି ଦେଇ ପଇଲେ ମୁଁ ମାରି ବସିବି ଆଚ୍ଛା କେତେ ମସିହା ଘଟଣା 1999 ମସିହା ଯୋଉ ମସିହାରେ ବାତ୍ୟା ହେଇଥିଲା ନା ଛୁଆର ଭଲ ମେମୋରି କୋଉ ଜିନିଷ ଧରିବ 1999 ମସିହା ଡିସେମ୍ବର ମାସ ପ୍ରବଳ ଶୀତ ଓ ହାଣ ଭଙ୍ଗା ଶୀତ କିନ୍ତୁ ବାଇଗଣ ଭଲ ଫଳିଥାଏ ଉଚ୍ଚା ରେଟ୍ ଥାଏ ମାନେ ଆମ ପାଖରେ ପଇସା ପତ୍ର କିଛି ନଥାଏ ମୁଁ କହିଲି ପିସା ଗୋଟେ କାମ କରିବା ଆଜି ରାତିରେ ବାଇଗଣ 2-4 ବସ୍ତା ତୋଳିକି ତାକୁ ମାର୍କେଟରେ ବିକିଦେବା ଚୋରି କରିକି ଆମେ ଏଠି ବିକିଦେବା କଲିକତା ପଠେଇଦେବା ଜାଣିଲ ଆମେ ଏହା ପ୍ଲାନ୍ କରିକି ଆସିବା କରିବ ବାଇଗଣ କିଆରି ପାଖରେ ପହଞ୍ଚିଗଲୁ ତୋ ବାପା ମୋ ବାପାଟା ଖୋଲିଦେଲା ମୁଁ ପେଟ ଖୋଲିଦେଲି ଆମେ ବାଇଗଣ କିଆରି ଭିତରେ ପଶିଗଲୁ ମୋ ବାପ ଦେହ ସାରା ରକ୍ତ ତୋ ବା ଦେହ ସାରା ରକ୍ତ ମୋ ଦେହ ସାରା ରକ୍ତ ବାଇଗଣ କିଆରି ସାରା କଣ୍ଟା ବାଇଗଣ ଆମେ ଚୋରି କରିବୁ କହିକି ଚିରି ହେଇଯାଇଛି ଫୁଟି ଯାଇଛି ପ୍ରବଳ କଣ୍ଟା କରିଥାଏ ମାନେ ବିଶ୍ୱାସ କରୁଛି ବାଇଗଣ କଳା ଧଳା ଲମ୍ବା ଗୋଲେଇ ନେଥା ଫେଥା ଯାହା ଆମେ ତୋଳିଲୁ ଆମେ ପ୍ରପୋଜାଲ କରୁଛୁ ଅଫା ବୋରା ଧରିଛୁ ସା ବେଳା ଧରା ଏତିକି ବେଳେ ସେ ସା ଦିନା ବୋଉ ବାଡ଼ି ପଟ କବାଟା ଖୋଲିଲା ମୁଁ ଭାବିଲି ଦିନା ମୋର ଡାଇବେଟିସ୍ ଅଛି ଏକ ଉଠିଥିବ ସେ ସା ଏମିତି ଉଠିଛି ମୁଁ କଣ ଜାଣିଛି ଯିବାକୁ ହେଲେ ଲାଇଟା ମାରିଛି ଆମକୁ ଦେଖାଯାଉଛି ଆସ୍ତେ ଆସ୍ତେ ଦିନାକୁ ଆମ ଗାଡ଼ିକୁ ମାରି ମାରି ଆସିଲା ମୁଁ ପିସା ଆମେ